ଆମ ଜିଲ୍ଲା ବର୍ତ୍ତମାନ ରେଡ୍ ୱାର୍ଣ୍ଣିଂ ଅଛି ଆଉ ୟେଲୋ ୱାର୍ଣ୍ଣିଂ ଅଛି ୟେଲୋ ୱାର୍ଣ୍ଣିଂ ଅଛି। ତ ଆମ ଆଜି ପ୍ରିପାରେସନ୍ ମିଟିଂ ଆ ବାବଦରେ ସବୁ ଲାଇନ୍ ଡିପାର୍ଟମେଣ୍ଟ ବିଡ଼ିଓ ତହସିଲଦାର ଆଉ ସମସ୍ତଙ୍କୁ ମିଟିଂ ନିଆଯାଇଥିଲା ଆଉ ସମସ୍ତଙ୍କୁ ସେନ୍ସିଟାଇଜ୍ କରାହେଇଛି। ଯେମିତି ଆମର ସମସ୍ତେ ହେଡ଼କ୍ୱାର୍ଟର ରହିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆହେଇଛି। କେହି ଯିବେ ନାହିଁ ହେଡ଼କ୍ୱାର୍ଟର ଛାଡ଼ିକି। ତ ଆମେ ଏଇ ଯେଉଁ ଯାହା ଏଇ ଯେଉଁ ଆସିବା ବାର୍ତ୍ତାକୁ ଏଫିସିଏଣ୍ଟଲି ତାକୁ ଟ୍ୟାକଲ୍ କରିବା ପାଇଁ ବା ତାକୁ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଟିମ୍ ସିନିୟର ଅଫିସରମାନଙ୍କୁ ସବୁ ବ୍ଲକ ଅନୁସାରେ ତାଙ୍କୁ ସୁପରଭିଜନ୍ ମନିଟରିଂ ପାଇଁ ତାଙ୍କୁ ଦାୟିତ୍ୱ ଦିଆହେଇଯାଇଛି। ଆଉ ଆମର କଣ୍ଟ୍ରୋଲ ରୁମ୍ ସବୁ ଆକ୍ଟିଭେସନ୍ ଅପରେସନ୍ ଅଛି। ମାଇକିଂ ଆମର ଗତକାଲିଠୁ ଆରମ୍ଭ ହେଇଛି। 24 ତାରିଖ ଇଭିନିଂରୁ ମାଇକିଂ ବ୍ଲକ ବିଡ଼ିଓ ମାନେ କରୁଛନ୍ତି ଆଉ ସବୁ ଚାଲିଛି। ମାଇକିଂ ବି ଚାଲିଛି। ସମ୍ଭାବ୍ୟ ଯେଉଁଟାକି ଭୂସ୍ଖଳନ ସ୍ଥଳ କୁହନ୍ତୁ ବା ପାଣି ଜମିବା ଅଞ୍ଚଳ ରହିଛି ଚିହ୍ନଟ ପୂର୍ବରୁ ହେଇଛି, ସେଠି କ'ଣ ସ୍ପେସିଫିକ୍ ପ୍ରିକସନ୍ ନିଆଯାଇଛି? ଆମର ସମ୍ଭାବ୍ୟ 139ଟା ଭୂସ୍ଖଳନ ଜାଗା ଆଇଡେଣ୍ଟିଫାଏ କରାହେଇଛି। ଆଉ ତାପରେ ଭୂସ୍ଖଳନ ଗୋଟେ ଯେତିକି ବି ଆମେ ଆଇଡେଣ୍ଟିଫାଏ କରିଥିଲୁ ଲାଷ୍ଟ ଟାଇମ୍ ଯେଉଁ ଭୂସ୍ଖଳନ ହେଲା ସେଥିରେ ଅବଶ୍ୟ ସେ ଯେଉଁ ଆଇଡେଣ୍ଟିଫାଏ ଭିତରୁ ହେଇନଥିଲା। ତେଣୁ ଆମେ ସେଥିପାଇଁ ବି ଆମେ ଯେଉଁଟା ଆଇଡେଣ୍ଟିଫାଏ ହେଇଛି ସେଇ ଜାଗା ପାଇଁ ବି ଆମେ ପ୍ରସ୍ତୁତ ଅଛୁ। ଆଉ ଯେଉଁଠି ମାନେ ସଡ଼ନ୍ ଯେଉଁଠି ଭୂସ୍ଖଳନ ହେବ ତା ପାଇଁ ବି ଆମେ ପ୍ରସ୍ତୁତ ଅଛୁ। ପ୍ରକ୍ଲେନ୍ ମେସିନ୍ ସବୁ ଜାଗାରେ ଆମର ସବୁ ଲାଇନ୍ ଡିପାର୍ଟମେଣ୍ଟ ମାନେ ରଖିଛନ୍ତି। ତେଣୁ ରାସ୍ତା କଟଅଫ୍ ହେଲା କି ଭୂସ୍ଖଳନ ହେଲା ଇମିଡ଼ିଏଟଲି ଆମେ ତାକୁ ୟୁଟିଲାଇଜ୍ କରିବାର। ସେଠି କ'ଣ ଗୋଟେ ଟିମ୍ କ'ଣ ସେ ଅଛି କି ସେମିତି ସଜାଗ ହେଇକି କଥା ହେଇଛି? ଅଡ୍ରାଫ୍ ଟିମ୍ ଯେତେବେଳେ ଆମର ଦରକାର ସେତେବେଳେ ଆମେ ରିଭିଜନ୍ କରି ପକେଇବୁ। ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ପାଇଁ ଏହାର ବ୍ୟବସ୍ଥା କ'ଣ କରାଯାଇଛି? ଆମର ସେଲ୍ଟର ବାତ୍ୟା ସେଲ୍ଟର ଘର ସବୁ ଅଛି। ତେଣୁ ତାକୁ ପ୍ରସ୍ତୁତ ରଖିବା ପାଇଁ ସବୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।